ବହୁତ ଆରଟିଆଇ ମଗେଇ ଶିଖୁଛନ୍ତି ନା ଆପଣ ଆଦିବାସୀ ଆରଟିଆଇ ମଗେଇ ଶିଖୁଛନ୍ତି ନା। ମୁଁ ଆପଣ କାଇଁ ମର୍ଡର କରିଦେବି, ଟୋଟାଲ ମର୍ଡର କରିଦେବି। ପିସି 1000 ଦଉଛେ ଯେଇ ପାଖରେ ଏକ୍ସଡିଓ ପାଖରେ ଏସଡିଓ ପାଖରୁ ଦରକାର ପଡିଲେ ମୁଣ୍ଡ ବି ନେଇଯିବା ଆମେ। ଏତିକି ମନେ ରଖିଥାଅ। ତମେ 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 ସାମ୍ବାଦିକ କହିଛ, ତମେ ପଇସା ନିଅ ସାମ୍ବାଦିକ କର। ଏକ ଦୁର୍ନୀତିମୂଳକ ଖବର ପାଇଁ ଜଣେ ସାମ୍ବାଦିକଙ୍କୁ ମିଳିଛି ଖୋଲାଖୋଲି ଧମକ। ବିଚ୍ ରାସ୍ତାରେ ହାଣିଦେବି, ମୁଣ୍ଡ କାଟି ଗଡ଼ାଇ ଦେବି, ଆରଟିଆଇ ମାଗିବା ବନ୍ଦ କର ନହେଲେ ତତେ ମର୍ଡର କରିବି। ଏହିଭଳି ଜଣେ ସାମ୍ବାଦିକଙ୍କୁ ସିଧାସଳଖ ଫୋନ୍ କରି ଧମକ ଦେଉଛନ୍ତି ଜଣେ ଠିକାଦାର। ତେବେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ଦୈନିକ ଏକ ଖବରକାଗଜର ପ୍ରତିନିଧି ଯୋଗେଶ୍ୱର ସାହୁ ପାଳସା ସବସେଣ୍ଟର ବାବଦରେ କିଛି ତଥ୍ୟ ସୂଚନା ଅଧିକାର ଆଇନ ମାଧ୍ୟମରେ ମାଗିଥିଲେ। ତେଣୁ ଉକ୍ତ ସବସେଣ୍ଟର ଦାୟିତ୍ୱରେ ଥିବା ଜଣେ ମହିଳା କର୍ମଚାରୀଙ୍କ ସ୍ୱାମୀ ବୋଲି ନିଜକୁ ପରିଚୟ ଦେଇ ଶୁଭମ ସିଂହ ନାମକ ଜଣେ ଠିକାଦାର ସାମ୍ବାଦିକ ଯୋଗେଶ୍ୱରଙ୍କୁ ଫୋନ୍ କରି ଆରଟିଆଇ କ'ଣ ପାଇଁ ମାଗିଛ, ଜୀବନରୁ ମାରିଦେବି, ହାଣିଦେବି, ଟଙ୍କା ନିଅ, ଚୁପ୍ ବସ ଏହିଭଳି କହିବା ସହ ଅଶ୍ଳୀଳ ଭାଷାରେ ଖୋଲାଖୋଲି ମୋବାଇଲରେ ଧମକ ଦେଇଛନ୍ତି। ଶୁଣି ନିଅନ୍ତୁ ସେହି ଫୋନ୍ କଲର ରେକର୍ଡିଂ। ଆପଣ କାଇଁ ଆପଣ କହୁଛନ୍ତି ତ କୁଆମରା ଛକ ଉପରକୁ ଆସନ୍ତୁ। ଆଠି ନଦୀ ମୋ ନାଁ ନୁହେଁ। ଆପଣ କିଏ କହୁଥିଲେ? କଣା ମଠୁ ତ ଆପଣଙ୍କ ନାଁ କଣା ମଠୁ ତ? ବହୁତ ଆରଟିଆଇ ମଗେଇ ଶିଖୁଛନ୍ତି ନା ଆପଣ ଆଦିବାସୀ ଆରଟିଆଇ ମଗେଇ ଶିଖୁଛନ୍ତି ନା। ନା ମୁଁ ଆପଣ କାଇଁ ମର୍ଡର କରିଦେବି, ଟୋଟାଲ ମର୍ଡର କରିଦେବି। ଏତେ ମନେ ରଖିଥାନ୍ତୁ। ସେତିକି ବାଲାନ୍ସ ନାହିଁ। ଶୁଣ, ଏକାଉଣ୍ଟ ସେତିକି ବାଲାନ୍ସ ନାହିଁ ମୋ ସହ ନାଗିବାର ନାଗି। କାମ ଆମେ କରୁଛେ, ପିସି 1000 ଦଉଛେ ଯେଇ ପାଖରେ ଏକ୍ସଡିଓ ପାଖରେ ଏସଡିଓ ପାଖରୁ ଦରକାର ପଡିଲେ ମୁଣ୍ଡ ବି ନେଇଯିବା ଆମେ। ଏତିକି ମନେ ରଖିଥାଅ। ତମେ ପାଲସା ସବସେଣ୍ଟର ଆରଟିଆଇ ମାଗିଛ, ତମେ କିଏ? ତମେ ଦିଥର ଆରଟିଆଇ ମାଗିଲନି, ଦିଥର ତମେ ଆରଟିଆଇ ମାଗିଲନି। ମନେ ରଖିଥାଅ କଣା ମଠୁ। ସେ ଯିଏ ସବସେଣ୍ଟର ଯିଏ ସିଏ ତ ସେ ମୋ ସ୍ତ୍ରୀ, ମୁଁ ତା ସ୍ୱାମୀ କହୁଛି। ସେକେଣ୍ଡ ଟା ଆରଟିଆଇ ମାଗିବ, ଟୋଟାଲ ମାରିଦେବି ଡାଇରେକ୍ଟ। ଏତିକି ମନେ ରଖିଥାଅ। ତମେ ସାମ୍ବାଦିକ କହିଛ, ତମେ ପଇସା ନିଅ ସାମ୍ବାଦିକ କର। ମୋର କିଛି କହିବାର ନାହିଁ। ତମେ ଅଯଥା ସାମ୍ବାଦିକ କରିବ, ତମ ଗାଁଟା ଏତିକି ମନେ ରଖିଥାଅ। କଥା ରେକର୍ଡିଂ କର ମୋ କଥା। ହଁ ଯେ ମୁଁ ତମକୁ ଚିହ୍ନେ, ତମେ କାହିଁକି ଏଥିରେ କାହିଁକି ମତେ କଣ ହେଇଛି? ତମେ କିଏ? ତମେ କିଏ? ଆରଟିଆଇ ମଗଉଛ, ତମେ କିଏ? ଆରଟିଆଇ ମଗଉଛ ତମେ? ତମର କିଏ? ତମ ଘର ବସି ତମେ କେମିତି ଆରଟିଆଇ ମଗେଇବ? ତମେ କାହିଁକି କିଏ? ଏଥିରେ କହୁଛ? ତମେ ମୁଁ ଶୁଭମ ସିଂହ କହୁଛୁ। ଶୁଭମ ସିଂହ କହୁଛୁ। କୁଆମରା ଶୁଭମ ସିଂହ କହୁଛୁ। ଆସି ଦେଖା କର। ଯଦି କାହାର ଦମ ନାହିଁ, ମୁଁ ଯିମି ତମ ଆରପଟେ ଛକ ମୁଁ ଠିଆ ହେବି, ତମେ ଆସିବ। ବହୁତ ଆରଟିଆଇ ମଗେଇ ଶିଖୁଛ ନା। ମୁଁ ଆରଟିଆଇ ମଗେଇ ଶିଖୁଛ ନା। ବାସ୍ ଆରଟିଆଇ ମଗେଇଛ କିଏ? ତମ ସାଇଲେଣ୍ଟ ରହିବ, ଚୁପଚାପ ରହିବ, ତମ କାମ କରିବ। ତମେ ଆରଟିଆଇ ମଗେଇଛ କିଏ? ତମ ପିସି ନଉନ କି? ତ ପଇସା ନଉନ କିଏ? ପିସି କିଏ କାହାକୁ ଦଉଛୁ? ଆଉ ତ କହୁନ କେତେ ନା ମତେ ତମେ ମୁଁ ତ ତମକୁ ଜାଣେନି କିଛି। ତମେ ଯଦି କିଛି କହିବା ପାଇଁ ଚାହୁଁଛ, ବେକଟା ମୁଡିଦେବି ଚାଲଟେ। ବେକଟା ମୁଡିଦେବି ତମକୁ। କେତେ ଦରକାର କୁହ? କେତେ ଟଙ୍କା ଦରକାର କୁହ? ତତେ ମୁହଁକୁ ପଇସା ପିଇବି। କେତେ ଅଛ କୁହ? ତମ ମୁହଁକୁ ପଇସା ପିଇବି। କେତେ ଟଙ୍କା ଦରକାର କୁହ? କଣ ତମ ସାମ୍ବାଦିକ ଭାବୁଛ ହେଇଯିବ? ତୁ ମନେ ରଖିଥାଅ, ଟୋଟାଲ ମର୍ଡର ହେଇଯିବ ତମେ। ତେବେ ଠିକାଦାର ଜଣକ ସାମ୍ବାଦିକଙ୍କ ସହିତ ଫୋନରେ କଥା ହେଉଥିବା ବେଳେ ସେ କେବଳ ଯେ ସାମ୍ବାଦିକଙ୍କୁ ଧମକ ଦେଇଛନ୍ତି ତା ନୁହେଁ, ବରଂ ଫୋନରେ ସିଧା କହୁଛନ୍ତି ବିଭିନ୍ନ ବିଭାଗର ଯନ୍ତ୍ରୀ ଏସଡିଓଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସବୁ ଜାଗାରେ ମୁଁ ପିସି ଦେଉଛି। ତେଣୁ ମନେ ରଖ, ତୁମ ମୁଣ୍ଡ ବି ଗଡ଼ାଇ ଦେବି। ଏନେଇ ସାମ୍ବାଦିକ ଯୋଗେଶ୍ୱର କୁଆମରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଆଉ ଏହି ଧମକପୂର୍ଣ୍ଣ କଲ୍ ରେକର୍ଡ ଏବେ ଭାଇରାଲ ହୋଇଥିବା ବେଳେ ପୁଲିସ ଏପରି ଏକ ସମ୍ବେଦନଶୀଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପରନ୍ତୁ ଠିକାଦାର ଜଣକ ତାଙ୍କର ସମ୍ପର୍କୀୟ ଏବଂ ଅନ୍ୟମାନଙ୍କୁ ଧରି ଉକ୍ତ ଘଟଣାକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଚାପ ପକାଇଛନ୍ତି।
किंतु एही घटनारे जीवन प्रति विपद थिबा नै अति भयभीत अवस्था रहिछन्ति सांबादिक जोगेश्वर साहू। अन्यपटे एही घटना को नहीं सांबादिकों को धमक देइथिबा ठेकेदारଙ୍କ प्रतिक्रिया पई बारंबार चेष्टा करा जाइथिले भी से फोन उठाउ नाहंती। तेणु पुलिस रो उच्च पदस्थ अधिकारी माने एथि प्रति ध्यान देई सठिक कार्यानुष्ठान नेबा अति जरूरी होई पड़िछि। मु 2 मास पूर्व गोटे आरटीए मागिथिले, आरटीए मते मध्ये देइथिले। आउ परे गत 23 तारिख दिन हठात तो फोन आसला जे फोन 2-3 थर आसला परे मु फोन उठेला परे से मते जे सीधा सड़क भाव कहले तुम कहीं आरटी मागिच आउ तमें मागुच तुम सहित तुम गोटे आदिवासी लोक नार मागिच आउ तुम कहीं मागिच सरकारी अर्थ जहाँ तुमर कौन अच्छी आउ तुम कहीं आरटी मागिच आउ तेणु मु गोटे ए क्लास कंट्राक्टर आउ जीवन तुमको मु मारदेमी मर्डर करदेमी ए प्रकार विभिन्न ता सहित अश्लील भाषा प्रयोग करके बहुत समय धरी से गाड़ी गलच करने सहित जीवन मारदेवाई संपूर्ण धमक दौले। मु 2 दिन पर गत 23 तारिख दिन मुझे फांडी कुआमरा फांडी अभियोग देते अभियोग पर सन्धार किसी संपर्क लोक या समाधान आपस आलोचना प्रयास कले बाध्य कले समाधानटा जेहेतु पाख लोक पड़ी पाख गाँ अच्छी आउ समाधान करने मु घटना पर धमकपूर्ण भयभीत अच्छी एवं मु जो लोक जी फोन करते सहित 2-3 जन गैंग मिसी या गोटे आलोचना करी से 2 जन लोक को जाना चाहूँ चिन्हट करा जाऊ जे से 2 जन किए सहित सामिल थिले ए प्रकार भयभीत करने से बाध्य कले जेहेतु पाख गाँ रोचे जेहेतु आम चिन्ह परिचय लोक आम आपन को जाचु तेणु ये कथाटी को आगू को न बढ़े ये समाधान करदे भल हम तेणु गाँव पुलिस तो उपस्थित नथिले आम गाँव बसिक आलोचना। मयूरभंज जिला उदलारू बसंत बेहरा रिपोर्ट कोणार्क लाइव।